ଆମର ଗତ 14/5/2026 ରାତି ପ୍ରାୟ 9ଟା ବେଳେ ମଙ୍ଗଳ ସିଂ ମୁରା ନାମକ ଜଣେ ବ୍ୟକ୍ତି ତାର ନିଜର 710 ଗାଡିକୁ ଚଲେଇକିରି ପାଣିକୋଇଲି ଅଭିମୁଖେ ଆସୁଥିଲା ଯାଜପୁର। ବେଣାପୁର ପାଖାପାଖି ଜାଗାରେ ହଠାତ୍ 4 ଜଣ ଯୁବକ ସ୍କୁଟିରେ ଆସିଲେ ଏବଂ ସ୍କୁଟିଟି ଗାଡିଆ ରଖିଦେଲେ, ଯାହାଫଳରେ ଗାଡିଟି ରହିଗଲା ପରେ ସେ ତା ଭିତରୁ 2 ଜଣ କଣ କଲେ, ଡ୍ରାଇଭରକୁ ଗାଡିରେ ଘୋଷାଡ଼ି ଆଣିଲେ, ଛୁରୀ ଦେଖେଇକି ଦେଖେଇ ଆସିଲେ ଏବଂ ତାକୁ ସେ 2 ଜଣ 4 ଜଣ ଭିତରୁ 2 ଜଣ ସେ ଡ୍ରାଇଭରକୁ ସେ ସ୍କୁଟିରେ ନେଇଗଲେ। ଆଉ ଯୋଉ 2 ଜଣ ରହିଥିଲେ ସେ ଗାଡି ତାଠୁ ନେଇ ଚାଲିଗଲେ। ଏହି ସମ୍ବନ୍ଧରେ ଆମର ପୁଲିସ ଯେତେବେଳେ ଖବର ଆସି ପହଞ୍ଚିଲା, ପୁଲିସ ସାଙ୍ଗେ ସାଙ୍ଗେ ଗୋଟିଏ କେସ୍ ରେଜିଷ୍ଟ୍ରେସନ କରି 190/2026 ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ଖୁବ୍ ଶୀଘ୍ର ସେ ବିଭିନ୍ନ ଆମର ତଦନ୍ତ ପ୍ରକ୍ରିୟାରେ ଆମର ଯାହା ଯାହା ଆମେ ଯେତେ ପ୍ରାବଧାନ କରିଥିଲୁ ସେ ଅନୁସାରେ ଆମେ ତୁରନ୍ତ ଗାଡିଟିକି ରିକଭରି କରିଥିଲୁ। ଟାଙ୍ଗି ଏରିଆରୁ ଯାଇକିରି ଟାଙ୍ଗିରେ କଟକ ଜିଲ୍ଲା ଟାଙ୍ଗିରେ ତାକୁ ରିକଭରି କରିଥିଲୁ ଏବଂ ଯୋଉ 4 ଜଣ ଥିଲେ ସେଙ୍କୁ ମଧ୍ୟ ଧରିଥିଲୁ। ପରବର୍ତ୍ତୀ ମୁଁ ସେ ଜଣା ପଡ଼ିଲା ଯେ ତାଙ୍କ ସହିତ ଆଉ 2 ଜଣ ମଧ୍ୟ ସେତେ ସମ୍ପୃକ୍ତ ଅଛନ୍ତି, ଯୋଉଟା କି ଆମର ପୁରୁଣା ଆଇପି ଧାରା ରବରୀରେ କେସ୍ ହେଇଥିଲା ଏବଂ ପରବର୍ତ୍ତୀ ସମୟରେ ସେଟା ଡକାୟତକୁ ଟର୍ନ କଲା ଏବଂ ସେ 6 ଜଣରୁ ଆମେ 5 ଜଣଙ୍କୁ ଧରିବାକୁ ସକ୍ଷମ ହୋଇଛୁ। ତା ଭିତରେ ଜଣେ ବାଳ ଅପରାଧୀ ଅଛନ୍ତି, ତାଙ୍କୁ ମଧ୍ୟ ଧରାଯାଇଥିଲା ଏବଂ ଆଉ ଗୋଟିଏ ଆସାମୀ ଯୋଉଟା ତାକୁ ଆମେ ଧରିବା ପାଇଁ ଉଦ୍ୟମ ଜାରି ରଖିଛୁ ଓ ଧରା ମଧ୍ୟ ବଢିଯିବ। ଆଉ ସେମାନେ ଆସାମୀମାନଙ୍କର ଆମେ ତାଙ୍କର କ୍ୟାରେକ୍ଟର ଭେରିଫାଏ କରୁଛୁ। ଦେଖାଯାଉଛି କେତେକ ଆସାମୀ ମାନଙ୍କର ଅନ୍ୟ ଅପରାଧ ମାନେ ସମ୍ପୃକ୍ତ ସେମାନେ ଅଛନ୍ତି। 4 ଜଣ ଯୋଉମାନେ ଥିଲେ ତାଙ୍କ ନାଁ ପରିଚୟ କାଢି ସେମାନଙ୍କ ନାଁ ହେଲା ରଘୁନାଥ ଦାସ, ଆଉ ଜଣ ହେଲା ରଘୁନାଥ ଦାସ ଓରଫ ରଘୁ, ଦିନେଶ ଦାସ ଓରଫ ଟୁଲୁ, ଶୁଭକାନ୍ତ ନନ୍ଦ ଓରଫ ଲିଙ୍କୁନ, କଳ୍ପତରୁ ରାଉତ ଓରଫ କାହ୍ନୁ, ଓମ ପ୍ରକାଶ ସାହୁ ଓରଫ ପ୍ରିନ୍ସ। ଅନ୍ୟ ଜଣେ ଯିଏ ତାକୁ ଧରା ଯାଏନି ତାର କିଛି ପରିଚୟ ନାଇଁ ଆମେ ତାର ଆମେ ପରିଚୟ ଆସର୍ଟନ କରିଛୁ, ତାକୁ ଆମେ ଟିକେ ରିଭିଲ କରୁନୁ, ତେଣୁ ଆମେ ତାକୁ ଯଥାଶୀଘ୍ର ଧରିକି ତାକୁ ଆମେ ଆଇନଗତ ପଦକ୍ଷେପ ନେବୁ ଏବଂ ଏ ଘଟଣାରେ ଆମର ପୁଲିସ 24 ଘଣ୍ଟା ମଧ୍ୟ ଲାଗିନାହିଁ। ଏ ଗୋଟେ ଡକାୟତି କେସରେ ଗାଡି ଉଦ୍ଧାର କରିବା ସହିତ ସମସ୍ତ 6ରୁ 5 ଆସାମୀକି ଧରିଛି, ଯୋଉଟା କି ଅଭିଯୋଗକାରୀ କହିଲେ 4 ଜଣ, ନାଇଁ ଆମେ ପ୍ରତ୍ୟେକ ତଦନ୍ତ ବାହାରିଲୁ ସେଥିରେ 6 ଜଣ ମଧ୍ୟ ଅଛନ୍ତି। ଅପରାଧୀ ସେମାନଙ୍କର କିଛି ନଥାଏ, ସେମାନେ ଭାବନ୍ତି ଯେ ଆମେ ଯାହା କରିବୁ କେହି ଜାଣିପାରିବେ ନାହିଁ ବା ଆମର କେହି ଧରିପାରିବେ ନାହିଁ, ଏଇ ପ୍ରକାର ଚିନ୍ତାଧାରା ସେମାନେ ତାଙ୍କର ଆଦତ ସେୟା ମଧ୍ୟ ହେଇଯାଇଛି। ନାଇଁ ଆମେ ତ କଠୋରତମ କାର୍ଯ୍ୟାନୁଷ୍ଠାନ କରିବୁ ଏ ଯୋଉ କେସର ଆଇନର ପରିଧି ଭିତରେ। ତେଣୁକରି ଆମର ମଧ୍ୟ ସବୁ ପ୍ରକାର ଆମର ପାଟ୍ରୋଲିଂ ରହିଛି, ପୋଲିସ ଏନଫୋର୍ସମେଣ୍ଟ ଜୋରସୋର ଚାଲିଛି, ଖାଲି କୋରେଇରେ ନୁହେଁ ଆମର ଏଣ୍ଟାର ଜିଲ୍ଲାରେ ମଧ୍ୟ ସେଟା ଚାଲି ରହୁଛି।